ଆଜି ଲିକନ ଭାଇ ଆଉ କାଳିଆ ଭାଇ 2 ଜଣ ଅଛ ନା। ବଢିଆ କଥାଟା ଗୋଟେ ଆଲୋଚନା କରିବା। ବାସ୍ତବରେ ଧର୍ମ ଉଦୟ କେବେ ହେଲା? କଣ ଧର୍ମ ନାହିଁ? ଧର୍ମ ଅଛି। ଧର୍ମ ନଥିଲେ ଦିନ ରାତି ହଉଛି କି? ଧର୍ମ ଅଛି, ଯୁଗେ ଯୁଗେ କଳି ଅଛି, ଯୁଗେ ଯୁଗେ ମଧ୍ୟ ଧର୍ମ ଅଛି। ସତ୍ୟ ଯୁଗେ ଯଦି କଳି ନଥାନ୍ତା ଠାକୁର ଅବତାର ହେଇଥାନ୍ତେ କି? ହଁ କି ନାହିଁ? କିନ୍ତୁ ଯେତେବେଳେ କଳିର ପ୍ରାଦୁର୍ଭାବ ଅତ୍ୟଧିକ ହେଇଯାଏ ତାହେଲେ ପ୍ରଭୁ କଣ ହୁଅନ୍ତି? ନିରାକାରରୁ ନରାକାର ରୂପ ହୁଅନ୍ତି ବା ସୂକ୍ଷ୍ମରୁ ସ୍ଥୂଳ ବାଦକୁ ଧାରଣ କରନ୍ତି। ଅନେକ ପ୍ରକାର ଆସନ୍ତି, ତାଙ୍କ ଗୁଣ ରସ ଅବତାର ଲୀଳା ବର୍ଣ୍ଣନା କରିହବ ନାହିଁ। ଯେତେବେଳେ ବୌଦ୍ଧ ସନ୍ନ୍ୟାସୀଙ୍କର ଆବିର୍ଭୂତ ହେଇଥିଲା ସେତେବେଳେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭୂତ ନିଜେ ଶିବ। ଠିକ ନା ଭୁଲ? ସେମିତି 10 ଅବତାର ମଧ୍ୟ ହେଇଛି ସଂସାର। ସେମିତି ଏଟା ସଂହାର ଲୀଳା ହେଇଛି। ପୁଣି 9 ଅବତାର ହେଇଛି। 10 ଅବତାର କଳିକ ଅବତାରଟା ଅଛି। ପୁଣି ଅବତାର ହେଇଛନ୍ତି। ଗୁରୁ ରୂପରେ ମଧ୍ୟ ପ୍ରଭୁ ମଧ୍ୟ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ଅତୀତରେ ହେଇଛନ୍ତି। ଚୈତନ୍ୟ ମାନେ ମୋହିନୀ ନାରୀ, ବୃଷଭପତି ଏସବୁ ଅବତାର ନୁହଁ। ଜଗତ ଅନେକ ଥର ଆସିଛନ୍ତି, ସଂହାର କରିଛନ୍ତି। ଅନେକ ଥର ଆସିଛନ୍ତି, କଣ କରିଛନ୍ତି? ଗୁରୁ ରୂପରେ ଜଗତକୁ ଶିକ୍ଷା ଦେଇକି ଯାଇଛନ୍ତି। ସେଥିପାଇଁ ଠାକୁର ଅଭିରାମ ପରମହଂସଙ୍କ ଭାଷାରେ ସେ କହନ୍ତି, ସଦଚିତ୍ତ ଆନନ୍ଦ गिरिधारी श्याम गुणी गुण निर्गुण सब तुम्हें राम। अवतारी अवतार सब तुम्हें राम, राम यदि राम यदि राम यदि राम। प्रभु केतବେଳେ अवतार हुअନ୍ତି, केतବେଳେ ମଧ୍ୟ अवतारी हुअନ୍ତି। ବୁଝିହଉଛି? କେତେବେଳେ ଗୁରୁ ରୂପରେ ଆସନ୍ତି, କେତେବେଳେ ମଧ୍ୟ ଦୁଷ୍ଟକୁ ସଂହାର, ଯୁଦ୍ଧ କରିକି ସଂହାର କରନ୍ତି। ତେଣୁ ତାଙ୍କ ଲୀଳା ହଉଛି ବିଚିତ୍ର ଲୀଳା। ବୁଝିହଉଛି ନା? ତେଣୁ ଯୁଗେ ଯୁଗେ କଣ ହେଇଛି? କଳି ଅଛି। କିନ୍ତୁ ବର୍ତ୍ତମାନ ସମୟକୁ ନେଇ ବିଚାର କଲେ କଳିର ପ୍ରାଦୁର୍ଭାବଟା ଅତ୍ୟଧିକ ହେଇଯାଇଛି। କେବେଠୁ ହେଇଛି ନା ଅନୁଭବ କର, ତମେ ସମସ୍ତେ ଅନୁଭବ କର, 2000 ମସିହା ଠାରୁ କଳିର ପ୍ରାଦୁର୍ଭାବଟା ଅତ୍ୟଧିକ ହେଇଯାଇଛି। ଆଗରୁ ଟିକେ ସ୍ତର ଥିଲା, କିନ୍ତୁ ବର୍ତ୍ତମାନ ଅତ୍ୟଧିକ। ଗୁରୁଜନ ଲଘୁଜନ କିଛି ବାରଣ ନାହିଁ। କିଏ କାହାକୁ ଆଉ ଭୟ କରିବାର ନାହିଁ। ବୁଝିହଉଛି? ମାନେ ଯୋଉଟାକୁ କୁହନ୍ତି ଭାଗବତରେ, ସର୍ବେ ହୋଇବେ ଏକକାର, ନଥିବ ବେଦର ବିଚାର, ଏଣୁ ହୋଇବେ ଅଳ୍ପାୟୁଷ, ପାପେ ସକଳେ ଯିବେ ନା। ହେଲା? ସର୍ବେ ହୋଇବେ ଏକକାର ମାନେ କେହି କାହାକୁ ମାନିବେ। ନଥିବ ବେଦର ବିଚାର, ଏଠି ବେଦ ବୋଲନ୍ତି ଶାସ୍ତ୍ର କହିନାହାନ୍ତି, ଏଠି ବେଦ ବୋଲନ୍ତି ନୀତି, ବେଦ ବୋଲନ୍ତି ଶ୍ରୁତି। ମାନେ ବେଦର ନୀତି ନିୟମ କିମ୍ବା ଶାସ୍ତ୍ରର ସମାଜର ନୀତି ନିୟମ କେହି ମାନିବେ ନାହିଁ। ବର୍ତ୍ତମାନ ସମାଜର ନୀତି ନିୟମ ଅଛି ନା? ବାପ ପୁଅ ବାଡିଆ ପିଟା କି ନାହିଁ? ଭାଇ ଭାଇରେ ବାଡିଆ ପିଟା। କୋଉ ପୁଅ ବାପକୁ ବାଡେ? କିନ୍ତୁ ଯୁଗେ ଯୁଗେ ତମେ ଖାଲି କଂସ କଥାଟା ମୁଁ କହିବି, କଂସ କଣ ଉଗ୍ରସେନର ଓରିଜିନାଲ ପୁଅ? ଠିକ ନା ଭୁଲ? କଳିଯୁଗ ହଉଛି କଣ ଗୋଟେ ବିଚିତ୍ର। ବର୍ତ୍ତମାନ ସମୟଟା ଏମିତି ଯାହାକି ମୁଖରେ କରୋନା ହଉ,
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ରାମକୁ କହିଛନ୍ତି, ରାମ ଦିନେ ମହାକଳିର କ'ଣ ହବ, ଘୋର କଳି ଯୋଉଟା କୁହନ୍ତି, ଆର ଅନ୍ତ ଘଟିବ, ପୁଣି ଦିନେ ଧର୍ମ ଉଦୟ ହବ, ମାନେ ଲୋକଙ୍କର ଆଚାର ବିଚାର ଚାଲିଚଳନର ଗୋଟେ ପରିବର୍ତ୍ତନ ଆସିବ। ଭୀମ ଭୋଇ ମତେ ସିଂହ କହିଛନ୍ତି। ବୁଝିହଉଛି, ସେ ଧର୍ମ ଉଦୟଟା କେବେ ହବ? ମନେ ରଖିଥାଉ, ପୃଥିବୀରେ ଅନେକ ମହାପୁରୁଷ ଅଛନ୍ତି, ଅନେକ ମଧ୍ୟ ଭବିଷ୍ୟତ ଦ୍ରଷ୍ଟା ଅଛନ୍ତି, କିନ୍ତୁ ମହାପୁରୁଷ ଅଚ୍ୟୁତଙ୍କ ସହିତ କେହି ସମ୍ପର୍କ କରୁଛନ୍ତି କାହିଁକି? ସେ ଏମିତିଆ ମହାପୁରୁଷ ଥିଲେ, ସେ ଲେଖିଦେଇ ଯାଇଛି, କହିଦେଇ ଯାଇଛନ୍ତି, ମୁଁ ଦେହ ଛାଡ଼ିବି, ଅମୁକ ଗାଁରେ ଜନ୍ମ ହେବି, ମୋ ବାପା ନା ଅମୁକ ହେଇଥିବ, ମୋ ମା ନା ଅମୁକ ହେଇଥିବ, ତାଙ୍କ ଯୋଉ ବଂଶାନୁଚରିତ ସବୁ ଜନ୍ମ ସବୁ ହେଇଛି, ଅନେକ ଜନ୍ମ କଥା ସିଏ କହିଛନ୍ତି। ଆଜି ସେଇ ରୂପରେ ମଧ୍ୟ ବ୍ୟକ୍ତି ଆସିକି ମଧ୍ୟ ଅନେକ ଗଲେ। ଆଉ ଅନେକ ସାଧୁସନ୍ଥ ଅଛନ୍ତି ବା ଭବିଷ୍ୟତ ଦ୍ରଷ୍ଟା କହୁଛନ୍ତି, ଅମକ ବର୍ଷ ଏହା ଘଟିବ, କିନ୍ତୁ ଆମର ମହାପୁରୁଷ କହିଛନ୍ତି ଅମକ ବର୍ଷ, ଅମକ ମାସ, ଅମକ ଦିନ, ଅମକ ତିଥିରେ ଏହା ଘଟିବ। ଦୀପ ତଳ କ'ଣ? ଉତ୍କଳର ମଉଡ଼ମଣି କିଏ? ସେ ଜଗନ୍ନାଥ। ଉତ୍କଳର ଭବିଷ୍ୟ ଦ୍ରଷ୍ଟା ସ୍ୱୟଂ କିଏ? ସେ ଅଚ୍ୟୁତାନନ୍ଦ ମହାପୁରୁଷ। ଅନେକ ଅଛନ୍ତି, କିନ୍ତୁ ତାଙ୍କ ପରି ସମକକ୍ଷ ହେବା ବହୁତ କଷ୍ଟସାଧ୍ୟ। ଅନେକ ମହାପୁରୁଷ ଜ୍ଞାନ କହିଛନ୍ତି, ଭବିଷ୍ୟବାଣୀ କରିଛନ୍ତି, କିନ୍ତୁ ଅଚ୍ୟୁତଙ୍କ ବାଣୀ ପରି କି ସେମିତି କରି ସେ ଦିନ, ବାର, ତିଥି, ନକ୍ଷତ୍ର, କୋଉ ବର୍ଷ ସବୁ ଲେଖିଦେଇକି ଯାଇଛନ୍ତି। ତା ଅତୀତରେ ମଧ୍ୟ ଘଟି ଘଟିକା ଆସୁଛି, ଆମ ଗବେଷଣାରେ ଆମେ ଯେତିକି ଜାଣିଛୁ। ତେଣୁ ଏ ଯୋଉ ଘୋର କଳି ବର୍ତ୍ତମାନ ହେଇଛି, ସଂସାର ଅରାଜକତା ହେଇଛି, ଆର ଗୋଟେ ପରିବର୍ତ୍ତନ ନିଶ୍ଚିନ୍ତ ଘଟିବ। କେବେ ଘଟିବ? ବୁଝି ହଉଛି ନା? ମହାପୁରୁଷ କହନ୍ତି, 5, 3, 13 ଏକତ୍ର ହୋଇଲେ ଲଞ୍ଜା ନକ୍ଷତ୍ର ପଡ଼ିବ, ଜାଣିବୁ ସେଦିନ କଳି ଚାଲିଯିବ ଧର୍ମ ଉଦୟ। 5, 3, 13 ମିଶି କେତେ ହେଲା? 21। ଯେତେବେଳେ 21 ଅଙ୍କ ହବ, ସେତେବେଳେ ଲଞ୍ଜା ନକ୍ଷତ୍ର ପଡ଼ିବ। ହେ ରାମ ଜାଣିବୁ, ଲଞ୍ଜା ନକ୍ଷତ୍ର, ଏଠି ଲଞ୍ଜା ନକ୍ଷତ୍ର ଛିଣ୍ଡିବ କଥା କହିନାହାନ୍ତି, ଲଞ୍ଜା ନକ୍ଷତ୍ର ପଡ଼ିବ, ମାନେ ଆକାଶରେ ସୌରମଣ୍ଡଳରେ ଗୋଟେ ଅଲୌକିକ ଦୃଶ୍ୟ କ'ଣ ଜିନିଷ ଦୃଶ୍ୟ ହବ। ଆଉ ମହାପୁରୁଷ ଲେଖିଛନ୍ତି ମଧ୍ୟ ଲଞ୍ଜା ନକ୍ଷତ୍ର ଖସିବ, ସେଠି ଖସିବା କଥା କହିଛନ୍ତି, ଏଠି ପଡ଼ିଆ କଥା କହିଛନ୍ତି, ମାନେ ଏସବୁ ଭାବାର୍ଥକ ଶବ୍ଦ ହେଲା। ଦଶମ ପଟଳ ମାଳିକା ତାଙ୍କର ଦେଖିବ, ସେ ଲେଖିଛନ୍ତି ଲଞ୍ଜା ନକ୍ଷତ୍ର ଖସିବ। ଯାଇ ଫୁଲ ମାଳିକା ନେଇଛନ୍ତି ଲଞ୍ଜା ନକ୍ଷତ୍ର ଖସିବ, ସମୁଦ୍ର ଜଳ ବୁଡ଼ିବ, ଲହ ଲୁହ ବୁଲା ଯିବା ବୁଲାଇ କାଳିକା ସେ କାଳେ ମୁଣ୍ଡ ମୋଡ଼ିବ। ଆର୍ତ ଦାସଙ୍କର ଏଇଟା ଲେଖା, ଏଟା ଅଚ୍ୟୁତଙ୍କର ନୁହେଁ, ମୋ ଭଜ ଅଲେଖ ଭାଇ। ବୁଝିପାରୁଛନ୍ତି? ତେଣୁ 5, 3, 13 ଏକତ୍ର ହୋଇଲେ ଲଞ୍ଜା ନକ୍ଷତ୍ର ପଡ଼ିବ। 5, 3, 13 ମିଶିଗଲା 21। 21 ଅଙ୍କରେ ଲଞ୍ଜା ନକ୍ଷତ୍ର ଯେତେବେଳେ ପଡ଼ିବ, ସେ ରାମ ତୁ ସେଇଠୁ ଜାଣିବୁ ଧର୍ମ ଉଦୟ ହେବ, ଜାଣିବୁ ସେଦିନ କଳି ଚାଲିଯିବ ଧର୍ମ ଉଦୟ ହେବ। କଳି ଛାଡ଼ି କ'ଣ ପଳେଇବ? ମାନେ କଳିର ବଳ ଭାଙ୍ଗିଯିବ, ଲୋକମାନେ ଧର୍ମ ମାର୍ଗୀ ହେବେ, ସତ୍ ବିଚାର ପନ୍ଥୀ ହେବେ। ଏକଥା କହିଲେ। ଭୀମ ଭୋଇ ମଧ୍ୟ ଆରି ଉପରେ କହିଲେ, ଟାହି ଟାପାରିଆ ଯେତେ ଟୋପେ ପଡ଼ିବେ ସମସ୍ତେ। ଟାହି ଟାପାରିଆ ଯୋଉ ଟାହି କରନ୍ତି, ପରକୁ ଠକନ୍ତି, ଏ ଯୋଉଗୁଡ଼ା ବ୍ୟକ୍ତି ମାନେ କୁପ୍ରକୃତିର ବ୍ୟକ୍ତି ବିଶେଷ, ଏ ଟୋପେରେ ପଡ଼ିବେ।
ଟୋପ ଟୋପ ମାନେ ତୋପରେ ମରିବ। 21 ଅଙ୍କ ଠାବ ଦେବିନି ଯାଇଛେ 21 ଅଙ୍କରେ ଠାବ ଦେବି ମାନେ 21 ରୁ କଣ ଗୋଟେ ଧର୍ମ ସଂକେତ କଣ କରିଥିବେ। ଭୀମ ଭାଇ ଯୋଉ କଥା କହିଲେ ଅଚ୍ୟୁତାନନ୍ଦ ମହାପୁରୁଷ ମଧ୍ୟ ସେଇ କଥା କହିଲେ। ବୁଝି ହଉଛି ନା? ଦି ମହାପୁରୁଷ କେହି କାହାକୁ ଉଣା ନୁହନ୍ତି। ଅଚ୍ୟୁତ ଗୋଲକନା ଥାଏ ସାକ୍ଷାତ ବିଷ୍ଣୁ ସ୍ୱରୂପ। ବିଷ୍ଣୁ ରୂପରେ କିଏ? ସେ ଅଚ୍ୟୁତାନନ୍ଦ ମହାପୁରୁଷ। ଭୀମ ଭୋଇ ମଧ୍ୟ ସାଧାରଣ ନୁହଁ, ସେ ନିତ୍ୟେଶ୍ୱରୀ ରାଧା। ଜନ୍ମ କାଳୁ ଅନ୍ଧ ଜାତି ତାର କନ୍ଦ ନାମ ହେବ ଭୀମ ଭୋଇ। ନିତ୍ୟେଶ୍ୱରୀ ରାଧା ମର୍ତ୍ତ୍ୟରେ ଜନ୍ମିବ ପୁରୁଷ ଅଙ୍ଗ କୁହ। ବିଚିତ୍ର ଲୀଳା। ସେ ଅନାଦି ହେଲେ ଆଦି, ସେ ଗୋବିନ୍ଦ ହେଲେ ଇଏ ମାନ ଗୋବିନ୍ଦ। ବୁଝିପାରିଲେ ନା? ଆଗ ବାଣୀ କେବେ ହେଲେ ଅତ୍ୟୁକ୍ତି ହେବନି। ଏତିକି ତ ମୁଁ କହୁଛି ମନେ ରଖିଥା। ବେଳୁ କଣ୍ଟା ସଫା କର, ବାଟ ସଫା କର, ଦୋ ନାବେ ଗୋଡ ଦିଆ, ତାପରେ ଯାହା ହବ ତମର ତମେ ଜାଣୁଛ। ବୁଝି ହଉଛି? ମୁଢେ ତରେ ଦୁଢେ ତରେ ମଝି ମଝିଆ ବୁଢୀ ମରେ। ବୁଝିପାରୁଛ ନା ବୁଝିପାରୁଛ? ଯଦି ଧରୁଛ ମାଙ୍କଡ ପରିକି ଧର, ମାଙ୍କଡ ଭକ୍ତି କର, ନହେଲେ ମାଜର ଭକ୍ତି କର, ଧରିଯିବ। ଆଉ ନହେଲେ ଏପଟ ସେପଟ ହେଲେ ଅରୁଆ ଖିଆ, ଗେରୁଆ ପିନ୍ଧା, ମୁଣ୍ଡରେ ଚିତା, ମୋଟା ପଇତା, ତାର କିଛି ମହତ୍ଵ ରହିବ ନାହିଁ। ଯିଏ ଯାହା କରୁଥିବ ସିଏ ତା ପାଇବ। ଯିଏ ଯାହା କରୁଛି, ଯିଏ ଯାହା ଭାବୁଛି, ସବୁ ସେ ଉପରବୁଲା ଦେଖୁଛି, ସେ ଉପରବୁଲା ଶୁଣୁଛି। ଜୟ ଜଗନ୍ନାଥ। ସେ ଉପରବୁଲାଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନ ଦେଖବା ହରିବୋଲ। ଉପରବୁଲା କିଏ?